କାଲି ଦିନ ସାରାର କଥା ଦେଖି ମୋ ମୁଣ୍ଡ ଆଜି ଏତେ ଗରମ ଥିଲା ଯେ ମୁଁ ନିଜକୁ ସମ୍ଭାଳି ପାରୁନଥିଲି। ଆଉ ଏଭଳିଆ ଲୋକମାନଙ୍କ ସହିତ କଣ କରିବା ଦରକାର ମୁଁ ନିଜେ ବି ଭାବି ପାରୁନଥିଲି। ଆଉ କାଲିକା କଥା ଯଦି ଆପଣ ଶୁଣିବେ ସାଙ୍ଗମାନେ, ଆପଣ ମାନଙ୍କର ବି ରକ୍ତ ଗରମ ହେଇଯିବ। ଖାଲି ଆପଣ ମାନଙ୍କର ନୁହଁ, ଓଡିଶାରେ ଯେତେ ବି ନାଗରିକ ରହୁଛନ୍ତି ସେମାନେ ବି ଏହାର ବିରୋଧ କରିବେ। ତ ଭାଇମାନେ, କାଲି ଆମର ଛୁଟି ଥିଲା ବୋଲି ଆମେ 3 ଜଣ ସାଙ୍ଗ ମିଶିକି ଯାଇଥିଲୁ ବଜାର ବୁଲିବାକୁ। ଆଉ ବଜାରରେ ଆମ ସହ ଏମିତି ହବ ବୋଲି ଆମେ କେବେ ବି ଭାବି ନଥିଲୁ। ବଜାରରେ ପହଞ୍ଚି ମୋ ସାଙ୍ଗମାନେ ପଳେଇ ଯାଇଥିଲେ ଚିକେନ ପାଇଁ, ଆଉ ମୁଁ ପଳେଇ ଯାଇଥିଲି ଟିକେ ମାର୍କେଟ ବୁଲିବାକୁ। ମାର୍କେଟ ବୁଲିବି କଣ ସାଙ୍ଗମାନେ, ମତେ ଏମିତି ଗୋଟେ ଜିନିଷ ଦେଖିବା ପାଇଁ ମିଳିଲା ଯାହା ଆମ ହିନ୍ଦୁ ଧର୍ମ ବିରୁଦ୍ଧରେ, ଆଉ ଯାହାକୁ ଆମେ ଦେଖି କେବେ ବି ସହି ପାରିବାନି। ତାହା ଛଡା ଏଇ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ଆଉ ମାଛ ମିଳେ, କିନ୍ତୁ ଏ ପ୍ରକାରର ଅନ୍ୟାୟ ଦେଖି ମୋ ମନ ଗୋଟିଏ ମିନିଟ ବି ଆଉ ସେଠି ରହିବା ପାଇଁ ଇଚ୍ଛା ହେଲାନି। ଆଉ ମୁଁ ଟେମ୍ପୁ ଧରି ପଳେଇ ଆଇଲି ଆମ କମ୍ପାନୀ। ତ ଭାଇମାନେ, ଏଭଳିଆ ଲୋକମାନଙ୍କ ସହ କଣ କରିବା ଦରକାର ଆପଣ ନିଜେ କୁହନ୍ତୁ। ଆଉ ଏମିତି ଯଦି ଆମ ଓଡିଶାରେ ହେଇଥାନ୍ତା ଆପଣ ମାନେ କଣ କରିଥାନ୍ତେ ନିଶ୍ଚୟ ଜଣେଇବେ। ତ ଗାଇସ୍, ଆଜି ହଉଛି ମୋ ଚ୍ୟାଲେଞ୍ଜ ର ଡେ 9। ଆଉ ଭାଇମାନେ, ମୁଁ ଏତିକି ଆଶା କରୁଛି ଏଭଳି କାମ ଜଲ୍ଦି ବନ୍ଦ କରାଯାଉ। ଆଉ ଆଜିକା ଭିଡିଓ ଏତିକି ଥିଲା। ତ ରହିଲି ସାଙ୍ଗମାନେ, ସମସ୍ତେ କୁହନ୍ତୁ ଜୟ ଜଗନ୍ନାଥ।